ଅତିଥି ଦେବ ବାବୁ ଆପଣ ଫଳି ପକେଇଲେ ଚଳିବ ଚଢି ପକେଇଲେ ବି ଚଳିବ। ଆଲୋଚନା ଆମେ ଆଗକୁ ନବା କଥାରେ ତ ମୋ ସ୍ତ୍ରୀ ମରିଯାଇଛି ମତେ ପଚାରୁନାହାନ୍ତି ମୋ ସ୍ତ୍ରୀ ମରିଯାଇଛି ମତେ ବାରମ୍ବାର ପଚାରୁଛନ୍ତି କାନ୍ଦି ଭଲ ଲାଗୁଛି। ଦେଖନ୍ତୁ ମୁଁ ଜଣେ ଭଦ୍ର ମହିଳା ଆପଣ ଭଲ ତମର କାହିଁ ତମର ଛାୟା କାହିଁ ଏରା ଝରକା ଦେଇ ଖରା ପଡୁଛି ହାଫ ପ୍ୟାଣ୍ଟ ମୁଁ ମୋ ଛାୟା ଖୋଲିକି ଆସେ ବସିକି ଆଲୋଚନା କରିବା। ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଆଡଜଷ୍ଟ କରିଦେବି। ଆଜ୍ଞା ତା ଛଡା ମୁଁ ଆପଣଙ୍କ ଗେଟକୁ ଦେଖି ଜାଣିସାରିଲିଣି ଆପଣ ଜଣେ ଭଦ୍ର ନମ୍ର ସରଳ ମଣିଷ। ଆପଣ ମତେ ଏ ଅବସ୍ଥାରେ ଦେଖିଲା ପରେ ମୁଁ କହୁଛନ୍ତି ମୁଁ ଜଣେ ଭଦ୍ର ସରଳ ନମ୍ର ମଣିଷ। ପ୍ରକୃତରେ ଆପଣ କିଏ? ମୁଁ ଆପଣଙ୍କର କେଉଁ ମୁଖ ପ୍ରଥମେ ସ୍ପର୍ଶ କରିବି ଭାବୁ ସ୍ପର୍ଶ କରିବି କେଉଁ ଧରିବା ଦରକାର ନାହିଁ। ମୁଁ ଆହୁରି ବି ଦେଖିକି ଆପଣ ଜାଣିସାରିଲିଣି ଆପଣ ବହୁତ ନିର୍ଯାତନା ପାଇଲେଣି। ଏମିତି କି ଆପଣ ପୁରୁଷର ନାରୀ ହେଇସାରିଲେଣି। ଭଗବାନ ପ୍ରକୃତରେ ଆପଣ କିଏ? ଆପଣ ନାରୀ ନୁହନ୍ତି ଆପଣ ନାରାୟଣୀ ନା ନାରାୟଣୀ ନୁହନ୍ତି ଆପଣ ତ ସାନ ଭଉଣୀ ଗୋଜବାୟାଣୀ। କଣ କହୁଛନ୍ତି ଆପଣ କିଏ? ମୁଁ ଜାଣିପାରୁନି ଆପଣ କିଏ ହୁଏ? ମୁଁ ମିଠୁ ମହାନ୍ତି। ମିଠୁ ତୁ ଆଉ କେଡ଼ିଟେ ଥିଲୁ କେଡ଼େ ହେଇଗଲୁଣି ଆଉ। ଆପଣ ମତେ ଚିହ୍ନିଛନ୍ତି ନା ଏବେ ଭଳିଆ କହିଲେ ମୁଁ କେତେ ଛୋଟ ଥିଲି କେତେ ବଡ ହେଇଗଲି। ସମସ୍ତେ ଯେ ଛୋଟ ଥାନ୍ତି ପ୍ରମାଣରେ ବଡ ହୁଅନ୍ତି। ତୁ ଅଲରେଡି ବଡ ହେଇଛ ବଡ ହବା ଚାନ୍ସ ନାହିଁ। ଯଦି ବଢିଥାନ୍ତା ଫେବୃଆରୀ 14 ପରେ ବଢିଥାନ୍ତା ଆଉ କାହିଁ ଗଲାଣି ତ ଆଉ ହବନି ଛାଡ। ମ୍ୟାରେଜ ପର୍ସନ ଦରକାର। କେତେ କଦର୍ଯ୍ୟ ତମ ଚିନ୍ତାଧାରା। ମୁଁ ଜାଣିଛି କମ୍ପାନୀକୁ ଆରମ୍ଭ କରି ସରକାର ସେକ୍ଟରରେ ସମସ୍ତେ ଏକ୍ସପିରିଏନ୍ସ ଥିବା କ୍ୟାଣ୍ଡିଡେଟକୁ ଖୋଜନ୍ତି। ଆଜିକାଲି ଅଭିଆଡି ଝିଅଗୁଡାକୁ ବି ଏକ୍ସପିରିଏନ୍ସ ଥିବା ଟୋକା ଖୋଜୁଛନ୍ତି। ତମକୁ ଲଜ୍ଜା ନାହିଁ? ମୁଁ ତମକୁ କୋଉ ଆସନରେ ବସେଇଥିଲି ନାରାୟଣୀ ଗୋଜବାୟାଣୀ କେତେ ଆସନରେ ବସେଇଥିଲି ତମେ ଏତେ କଦର୍ଯ୍ୟ ବାହାର ମୁଁ ଚିନ୍ତା କରିନଥିଲି। ତମେ ପର ଭଇତାକୁ ଭଇତା କରିବା ପାଇଁ ପ୍ରସ୍ତୁତ ହେଇକି ବୁଲୁଛ। ତମକୁ ଲଜ୍ଜା ଲାଗୁନି? ତମେ ପର ଭାଇକୁ ସାଙ୍ଗ କରେଇବ ଏତେ କଦର୍ଯ୍ୟ ଛି। କଥାବାର୍ତ୍ତା କରୁଛନ୍ତି। ଆରେ ବାବା ମୋର କହିବାର କଥା ହେଲା ଯୋଉ ପୁରୁଷ କିମ୍ବା ନାରୀ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ସେମାନଙ୍କ ଦାମ୍ପତ୍ୟ ଜୀବନ କେମିତି ସୁଖମୟରେ କଟିବ ମୁଁ ସେମାନଙ୍କୁ ଟିପ୍ସ ଦେଇଥାଏ। ମୁଁ ନିଜେ ତମେ ନିଜେ ସବୁ ହ୍ୟାଣ୍ଡେଲ କର ମାନେ ଦାମ୍ପତ୍ୟ ଜୀବନ କେମିତି ସୁଖମୟରେ କଟିବ। ଦାମ୍ପତ୍ୟ ଜୀବନର ମେନ୍ ସୁଖ ସତରେ କହିବ କାଳେ ମୁଁ ବାହାରିଛ ତାହେଲେ ଆପଣଙ୍କ ସ୍ତ୍ରୀ ଦେଖନ୍ତୁ କଣ କରିଦେଲେ ଆପଣ 999 ଥର ଫାଟିଥିବା କିଡନୀଟାକୁ ଆପଣ ଆଉ ଥରେ ଫଟେଇକି 1000 ପୂର୍ଣ୍ଣ କରିଦେଲେ। କିଡନୀ ଫାଟ କଣ କେହି ଦେଖିପାରନ୍ତି? ସମସ୍ତେ ହୃଦୟ ଫାଟ ଦେଖନ୍ତି। ଇଏ ଫାଟକୁ ସେ ଲୋକ ନହେଲେ ଦେଖିପାରିବେ। ଇଏ ଫାଟ ଦେଖିବା ପାଇଁ ନୋଟ ଦରକାର। ଆଜିକୁ 3 ମାସ ତଳେ ସେମିତି କଣ କରନ୍ତି ଭଲସେ କୁହନ୍ତୁ। ଅସରକାରୀ ପୀଡ଼ିତ ହେଇ ମରିଯାଇଛି। ମୋ ସ୍ତ୍ରୀ ମରିଗଲା ପାଖରେ ମୁଁ କୋଉଠି କାନ୍ଦିନି ଟିକେ ପଡିକି ମୁଁ ଟିକେ ପଡିକି କାନ୍ଦିନି। ମୁଁ ତମ ସ୍କନ୍ଧରେ ପଡିକି କାନ୍ଦିନି। ତମ ସ୍ତ୍ରୀ ମରିଯାଇଥିଲେ କାନ୍ଦିବି ରେ ମତେ ଟିକେ ସାହାଯ୍ୟ କର। ମୁଁ କାନ୍ଦିବି ବସି କାନ୍ଦିବି ନା ବସି କାନ୍ଦି ଆମ ଚିଆଟା ଟିକେ ପଛେଇ ଦେଇ କିଛି ଅତିଥି ଦେବ। ଅତିଥି ବେଶୀ ଦିନ ରହିଲେ ଚାକର ହବ। କଣ ଆମର ଆଲୋଚନା କଣ ରହିଲା? ଆମର ଆଲୋଚନାକୁ ଯିବା ପୂର୍ବରୁ ଆପଣ କେତୋଟି ପ୍ରଶ୍ନ ରହିବ ଗୌରମାଳୀ ପ୍ରଶ୍ନ କରିବେ ଏବଂ ସେ ପ୍ରଶ୍ନ ଉତ୍ତର ଆପଣ ସଂକ୍ଷିପ୍ତ ଦେବେ ବୋଲି ମୁଁ ଆଶା ରଖିବି। ଆପଣ ଠେଲି କାହିଁ ପଛେଣ୍ଟି କରୁନାହାନ୍ତି? ଆପଣଙ୍କର ଯୋଉ ପ୍ରଶ୍ନ ଉତ୍ତର ମୋ ପ୍ରଶ୍ନ ରହିବ
ଯଦି କ୍ଷୀରରେ ବାଳ ପଡିଥାଏ ଆମେ କଣ କରିବା ଉଚିତ? କଣ କରିବ ମାନେ କ୍ଷୀରର ବାରଟାକୁ ବାହାର କରିଦେବ, କ୍ଷୀରଟାକୁ ଚଅ ଚଅ କରିକି ପିଇଦେବ। ଆଲୋଚନାକୁ ଇଏ କଣ କରୁଛନ୍ତି ଯେ? ଆଗକୁ ନେବା ଆଲୋଚନାକୁ ସେ ବିଷୟ ଆଉ ଫେଣାନ୍ତୁନି। ଆପଣ ଗୋଟେ କାମ କରନ୍ତୁ, ଫଡି ମୋ ଉପରେ ପକେଇ ଦିଅନ୍ତୁ। ପଡି କମ୍ଫର୍ଟେବଲ ହଉନି। ଆଉ କମ୍ଫର୍ଟେବଲ ହଉନି, ଅତିଥି ଦେବ ଭବ, ଆପଣ ଫଡି ପକେଇଲେ ଚଳିବ, ଚଢି ପକେଇଲେ ଚଳିବ। ହଉ, ଛାଡ଼। ଆଲୋଚନା ଆମେ ଆଗକୁ ନେବା। କଥାରେ ତ ମୋ ସ୍ତ୍ରୀ ମରିଯାଇଛି, ମତେ ପଚାରିଲା ଆଉ ଦି ହଉ, ଆପଣ ସେଠି କାନ୍ଦିକି ମରିବେ। ମୋ ସ୍ତ୍ରୀ ମରିଯାଇଛି, ମତେ ବାରମ୍ବାର ପଚାରିଲା, ମତେ କାନ୍ଦିକି ଭଲ ଲାଗୁଛି। ସେଠି କାନ୍ଦନ୍ତୁନି, ମତେ ଭାରି କାନ୍ଦ ଲାଗୁଛି। ମୋ ସ୍ତ୍ରୀ ମାଲ ପିଇଲା, ଚାଣ୍ଡାରେ ଟିକେ ଟିକେ ପିଉଥିଲା, ତାପରେ ଗୋଟେ ଗୋଟେ କୁଆଡେ ପିଇଲା, କୁଆଡେ ପିଇଲା କିଛି ନାହିଁ, ତାପରେ ସିଗରେଟ ଗୁଡା ଟାଣିଲା, ପ୍ଲେନ ସିଗରେଟ ଟାଣୁଥିଲା, ଧୀରେ ଧୀରେ ଗଞ୍ଜେଇ ମିଶା ସିଗରେଟ ଟାଣିଲା। ଓ ନୋ। ମୋ ସ୍ତ୍ରୀଟି ମରିଯାଇଥିବାରୁ ଆଜି ପର୍ଯ୍ୟନ୍ତ ମତେ କେହି ଓନ କହିନି, ତମେ କହିଲା ବେଳେ ମତେ ଭଲ ଲାଗୁଛି। ତ ଜାଣିଛ ନା, ତାପରେ ଗଞ୍ଜେଇ ସିଗରେଟ ଟାଣିଲା, ଧୂଆଁ ଗୁଡାକ ପାଟି ପାଟି ଛାଡ଼ିଲା ସିଏ। ଆଉ ସେ ଚାଣ୍ଡାଳି ସବୁ ସାଇଲେନ୍ସର ଦେଇକି ଛାଡ଼ିଲା, ଯାହାଫଳରେ କି ସାଇଲେନ୍ସର କଳା ପଟି ଫୁଟିଗଲା। ତାପରେ କଣ କଲା ଜାଣିଛ? କାନ୍ଧ କଟା ଗଞ୍ଜି ପିନ୍ଧିକି ମାର୍କେଟରେ ବୁଲିଲା। କହୁନ କହୁନ ଓ ନୋ। କାନ୍ଧ କଟା ଗଞ୍ଜି ପିନ୍ଧି ବୁଲିଲା। ଟୋକା କହିଲେ, ଭାଇ ଭାଉଜ କଣ ଆଫ୍ରିକା ଜଙ୍ଗଲକୁ କାକର ଚାକିରି କରୁଛନ୍ତି? ଚିନ୍ତା କର, ମୋ ସ୍ତ୍ରୀ ପାଖରେ କେତେ ବାଳ ଥିଲା। ଓ ନୋ। ତାର ଥିବାରୁ ବାଳ, ବର୍ଷା ଦଉଥିଲା ପ୍ରବଳ ଜଳ, ତମେ ଜାଣିନ, ପରିବେଶ ସନ୍ତୁଳନ କରୁଥିଲା। ତାପରେ କଣ କଲା ଜାଣିଛ? ତାପରେ ଧୀରେ ଧୀରେ ଗଞ୍ଜେଇ ମିଶି ସିଗରେଟ ଟାଣି 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 ଶେଷରେ ମୋ ସ୍ତ୍ରୀଟି ମରିଗଲା। ମରିଗଲା ମୋ ସ୍ତ୍ରୀ ମାନେ ମୋ ଝିଅ ମରିଗଲା। ବାବାଙ୍କୁ 3 ମାସ ତଳେ ଦେଖିକି ଯାଇଥିଲି, ଭଲ ଥିଲା, ହସୁଥିଲା, ବୁଲୁଥିଲା, ଖେଳୁଥିଲା, ଖାଉଥିଲା, ପିଉଥିଲା, ଏମିତି ମଲା। ତମ ଝିଅ ମଦ ପିଇକି ମରିଗଲେ। ଏ ପ୍ରତାପ ମା ନିଜ ମଦ ପିଇକିରି ମରିଗଲା। ଖାଲି ମଦ ପିଉନଥିଲା ଆଜ୍ଞା, ମଦ ସହିତ ବା ସିଗାରେଟ ଟାଣୁଥିଲେ। ଚାଲ ମୋ ଝିଅ ସେ କଣ ସାଧାରଣ ସିଗାରେଟ? ସିଗାରେଟ ଭିତରେ ଡାଇରେକ୍ଟ ଗଞ୍ଜେଇ ପୁରେଇ ଟାଣୁଥିଲେ। ସେଇଟା ତାଙ୍କ ପାଇଁ କାଳ ହେଇଗଲା। ହେଇପରା ତାଙ୍କ ସ୍ୱାମୀ, ତାଙ୍କୁ ପଚାରୁନାହାନ୍ତି, ସେ କହୁଥିଲେ ତାଙ୍କ ସ୍ତ୍ରୀ କୁଆଡେ 3 ମାସ ତଳେ ମରିଗଲେ। ମୋ ଝିଅ ଗଲାଣି, ମତେ ଟିକେ ଖବର ଜଣେଇଲନି। କେବଳ ଆପଣଙ୍କୁ ସମ୍ମାନ ଦେଇକି ଜଣେଇ ନଥିଲି, କାରଣ ଆପଣ ଯୋଉ ଲେବୁଲ ଭଲ ପାଆନ୍ତି ଆପଣ ଝିଅକୁ, ଆପଣ ଦିନ ରାତି 24 ଟାଇମ ଦେଇକି ଆଇଁଷ ପାଇ ଖାଲି ସେତିକି ବି କରେଇଦେଲେ। ସବୁ ଯାକ ଅତ୍ୟାଚାରକୁ ମୋ ଝିଅ ସହିଗଲ। ସହିଛନ୍ତି ଆଜ୍ଞା, ବହୁତ ସହିଛନ୍ତି। ଛାଡ଼ିଛନ୍ତି ତମ ଝିଅ କଣ କରନ୍ତି? ତମ ଝିଅ ମଦରେ ଛାଡ଼ି ଘରକୁ ଆସି ଫ୍ରିଜ ଡୋର ଖୋଲି ମୁକ୍ତ। କିନ୍ତୁ ବାପା, ତମ ଝିଅ ଆଜି ମରିକି ସ୍ୱର୍ଗରେ ହେଲାଣି, ତା ଅମର ଆତ୍ମାର ସଦ୍ଗତି ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଗୋଟିଏ ଓଳି ନିରବ ପ୍ରାର୍ଥନା କରିବା ପାଇଁ। ଓଳି ନିରବ ପ୍ରାର୍ଥନା ହବ, ତାର ଯୋଉ ଆତ୍ମା ସେ ସ୍ୱର୍ଗ ପ୍ରାପ୍ତି ହବ ନାହିଁ, ମିନିଟିଏ 2 ମିନିଟରେ ହବନି, ବୁଝିପାରୁଛ ନା କଥା? କିନ୍ତୁ ଆଜି ତ ତମ କନଫ୍ୟୁଜ ବାପା ଅଛି, ତମ ଝିଅ ଫ୍ରିଜ ଡୋର ଖୋଲିକି ମୋତେ କିଏ? ମୁଁ ତମ ଝିଅକୁ ବାହା ହେଇଥିଲି, ତମ ବଡ ପୁଅକୁ। ଅଙ୍କଲ ଖାଲି କଣ ବୁଝୁଛନ୍ତି? ଏ ବାବୁଙ୍କ ହାତ କଡା ବସିବିତି ବଜାର ସାରା ଲୋକମାନଙ୍କୁ ବାୟ କରନ୍ତି। ତଥାପି ବାବୁ ଜଣକ ତାଙ୍କ ସ୍ତ୍ରୀକି କେତେ ଭଲ ପାଆନ୍ତି। କିଛି କରୁନଥିଲେ, କିଛି କରୁନଥିଲି, କେବଳ ଆପଣ ସମ୍ମାନ ନେଇକି। ଆପଣ ବାପା ମୋ ବାପା ମରିଯାଇଛି ନା, ଆପଣ ମୋ ବାପା, କିନ୍ତୁ ମୋ ବାପା ଗଲା ହେଲା କହିଦେଇଥିଲା, କହିଲା ବାପାରେ ମୁଁ ମରିଯାଉଛି, ଶ୍ୱଶୁରଙ୍କୁ ବାପା ଆସନ୍ତୁ ବସିବି, କିନ୍ତୁ ତାକୁ ମା ଘରିକା କରିବାର ସୁଯୋଗ ଦଉନି। ସିଏ ଚାଲିଛି ଆପଣ କହିଲେନି, ମୋ ବୋଉଟା ମୋ ବାପା ପଛେ ପଛେ ମରିଗଲା। ଜାଣିଛନ୍ତି ଅଙ୍କଲ, ମତେ ବଡ ଛୋଟ ପିଲା ଭଳିଆ ଜୋରସେ କୁଣ୍ଡେଇ କାନ୍ଦେ। ତମର ପ୍ରବଳ ମାତ୍ରାରେ ବହି ଦେଇଥିବ ଲୁହ। ନା, ଲୁହ ମାନେ ଆଉ କହୁନାହାନ୍ତି, ଲୁହ ମାନେ କହିବା କଥା, ଆମେ ତ ଯାହା କାହାକୁ କହୁଥିଲୁ ସେ ଲୋକ ନାହିଁ, ଆମେ ବୋହିକି ଯାଇକି ପଡିବୁ କହୁଛୁ। ସେ ଆସୁନାହାନ୍ତି, ଖାଲି ଆଖି ପଡରେ ଜକେଇକି ରହିଯାଉଛନ୍ତି। ଆପଣ କାନ୍ଦୁଛନ୍ତି, ମତେ ଭାରି କଷ୍ଟ ହଉଛି। ତମ ସ୍ତ୍ରୀ ସିନା ମରିଗଲେ, ମଲା ବେଳକୁ ଛାୟା ଖଣ୍ଡା ଦେଇଛି। ଏଇ ଛାୟାଖାନା ମୁଁ ଚିନ୍ତା କରୁଛି ମ୍ୟୁଜିୟମରେ ଦେଇଦେବି, ଗଭର୍ଣ୍ଣମେଣ୍ଟ ମ୍ୟୁଜିୟମ। ଛାଡ଼ ସେ କଥା, ମୋ ନମ୍ବର ଆପଣଙ୍କ ପାଖରେ ଅଛି। ଆପଣ ଯଦି କେବେ ସଂସାର କରିବାର ଇଚ୍ଛା ହୁଏ, ତାହେଲେ ମୋ ପାଖକୁ ଆସିବେ, ମୁଁ ଟିପ୍ସ ଦେବି। ଇଚ୍ଛା ଧୀରେ ଧୀରେ ହେଲାଣି ବା, ହେଲାଣି? ଟାଇମ ହେଲାଣି। ଓନ କୋନ ଓ ନୋ। ଓ ୟା ଓ ନୋ।
ଆମକୁ କିଏ ଠିଆଇଛି କିଏ ଭଳିଆ ଏ ତ ପରୀକ୍ଷା ଆଉ ବାବୁ ସିଗାରେଟ ବଞ୍ଚି ପଡିଛନ୍ତି ଅନାନୁ ତ ରକ୍ତ ନେଇକି ଏ ମା ମଦ ପିଉଛନ୍ତି ଦେଶୀ ନା ବିଦେଶୀ ପଚାରି ଦେଶୀ ନା ନା ବିଦେଶୀ ନବୁ ଗଲା କିଏ କହିଲା କି ଆମେ ଟିକେ ଆଉ ମୁଁ ସେଇ କଥା ଶୁଣୁଛି ମୁଁ କିଛି କହିନି ଆଉ କିଏ କହିଲା ଯାହା କହିଛନ୍ତି ବାପା କହିଛନ୍ତି ବାପା କହିଲେ ମୋ ଝିଅଟି ଆଜି 3 ମାସରେ ବର୍ଷା ରୋଗରେ ପଡି ମରିଯାଇଛି ମୋ ଝିଅ ବୋଲି କହି ତାକୁ ଟିକେ କୁଣ୍ଡେଇ କହିଲି ସେ ପରଝିଅଟାକୁ ମୋରି ସାମ୍ନାରେ କୁଣ୍ଡଉଥାନ୍ତି ମୁଁ କହିଲି ବାପା ଇଏ କଣ କରୁଛ ଗୋଟେ ପରଝିଅକୁ କୁଣ୍ଡଉଛି ମତେ ନା ମୋ ଝିଅ ମରିଯାଇଛି ବାପା ଛି। ଏଇ ବସରେ ଛି ଛୁଆ ଘୋଡା ମତୁଆ ବାବୁ ଧିଅ ପଡି ତୋ ବାପାକୁ ତୁ ସନ୍ଦେହ କରୁଛୁ ମୁଁ ମଦୁଆ ଆଉ କଣ ମୁଁ ମଦୁଆ ହେଲେ ତମେ ରାନ୍ଧୁଆ ତୋ ମା ଘରୁଆ ତମେ କୋଉ ହିସାବରେ କୁଣ୍ଡଉଥିଲ ଜଇଁ ସାମ୍ନାରେ ମାର ମତେ ମାରି ମତେ ମାରି ଦିଅ ତଥାପି ସତ କହିବାକୁ ପଛେଇବି ନାହିଁ